1 ଜୁଲାଇରୁ ଲାଗୁ ହେବ ନୂଆ ନିୟମ। ବିନା ଆଧାର କାର୍ଡରେ ତିଆରି ହୋଇପାରିବ ନାହିଁ ପାନ କାର୍ଡ। ତ ଦେଖନ୍ତୁ ଯଦି ଆପଣମାନେ ଏପର୍ଯ୍ୟନ୍ତ ପାନ କାର୍ଡ ତିଆରି କରିନାହାନ୍ତି ତ 1 ଜୁଲାଇରେ କଣ ଅପଡେଟ୍ ରହିଛି ଦେଖନ୍ତୁ। 1 ଜୁଲାଇରୁ ଲାଗୁ ହେବ ନୂଆ ନିୟମ। ତାହା ମଧ୍ୟ ଆପଣମାନେ ଜାଣିପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଦେଖନ୍ତୁ। ଦେଖନ୍ତୁ ଜୁଲାଇ 1ରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏବେ ପାନ କାର୍ଡ ପାଇଁ ଆବେଦନ କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ। ସରକାରୀ ଏହି ପଦକ୍ଷେପ ନେଇଛନ୍ତି ଯାହା ଦ୍ୱାରା ଟିକସ ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇପାରିବ ଏବଂ ଠକେଇରୁ ରୋକିପାରିବ। ଏହି ନୂଆ ନିୟମ ଅନୁଯାୟୀ ଯଦି ଆପଣଙ୍କର ଆଧାର କାର୍ଡ ନାହିଁ ତେବେ ଆପଣ ପାନ କାର୍ଡ ପାଇଁ ଆବେଦନ କରିପାରିବେ ନାହିଁ। ତେଣୁ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଆଧାର କାର୍ଡ ନାହିଁ ସେମାନଙ୍କୁ ଯଥାଶୀଘ୍ର ଏହା ତିଆରି କରିବାକୁ ପଡ଼ିବ। ତେଣୁ ଯଦି ଆପଣଙ୍କ ପାନ କାର୍ଡ ପାଇଁ ଆବେଦନ କରିବାକୁ ଭାବୁଛନ୍ତି ତେବେ ପ୍ରଥମେ ଆପଣଙ୍କର ଆଧାର କାର୍ଡ ତିଆରି କରିବା ଜରୁରୀ। ବର୍ତ୍ତମାନ ଲୋକମାନେ ଭୋଟର ପରିଚୟ ପତ୍ର, ପାସପୋର୍ଟ ସାଇଜ ଜନ୍ମ ପ୍ରମାଣପତ୍ର ଭଳି ଡକୁମେଣ୍ଟସ ବ୍ୟବହାର କରି ପାନ କାର୍ଡ ପାଇପାରିବେ। ଏହି ପ୍ରକ୍ରିୟା ଆଗକୁ ଆହୁରି ସହଜ ହେବ। ଆୟକର ବିଭାଗ ପୋର୍ଟାଲ ମାଧ୍ୟମରେ ପାନ ଆବେଦନ ପ୍ରକ୍ରିୟା ଆଧାର ପ୍ରମାଣୀକରଣକୁ ସାମିଲ ହେବ। ସମସ୍ତ ପୂର୍ବରୁ ଥିବା ପାନ କାର୍ଡ ହୋଲ୍ଡରକୁ ମଧ୍ୟ 31 ଡିସେମ୍ବର 2025 ସୁଦ୍ଧା ସେମାନଙ୍କ ପାନ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବ। ଯଦି ଏହା କରାଯାଏ ନାହିଁ ତେବେ ସେମାନଙ୍କ ପାନ କାର୍ଡ 1 ଜାନୁଆରୀରୁ 2026 ଇନଆକ୍ଟିଭ ହୋଇଯିବ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହି ସମୟସୀମା ପୂର୍ବରୁ ଅନେକ ଥର ବଢ଼ାଯାଇଛି। ଏଥିସହ ଜାଣିବାକୁ ଯେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ସନ୍ଧାନ ପରେ ଏହି ନିୟମ ଆସୁଛି ଯେଉଁଥିରେ ଜଣାପଡ଼ିଲା ଯେ କିଛି ଲୋକ ଏକାଧିକ ପାନ କାର୍ଡ ତିଆରି କରିସାରିଛନ୍ତି କିମ୍ବା ଅନ୍ୟମାନଙ୍କ ପାନ ବ୍ୟବହାର କରି ଟିକସ ଚୋରି ଏବଂ ଜିଏସଟି ପାଇଁ ରେଜିଷ୍ଟର କରୁଛନ୍ତି। ସରକାରୀ ରେକର୍ଡ ଅନୁଯାୟୀ ଭାରତରେ ମାର୍ଚ୍ଚ 2024 740 ନିୟୁତରୁ ଅଧିକ ପାନ ହୋଲ୍ଡର ଥିଲେ ଯେଉଁଥିରୁ ପ୍ରାୟ 605 ନିୟୁତ ସେମାନଙ୍କର ଆଧାର କାର୍ଡ ଲିଙ୍କ ହୋଇସାରିଛି। ତ ଦେଖନ୍ତୁ ଯଦି ଆପଣମାନେ ଆଧାର କାର୍ଡ କରିନାହାନ୍ତି ତାହେଲେ ଖୁବ୍ ଶୀଘ୍ର କରନ୍ତୁ। ଆଉ ପାନ କାର୍ଡ ଯଦି ଆପଣମାନେ ଆଧାର ଲିଙ୍କ କରିନାହାନ୍ତି ତାହେଲେ ଖୁବ୍ ଶୀଘ୍ର କରିନିଅନ୍ତୁ। ନହେଲେ ଆପଣଙ୍କ ଡିସେମ୍ବର 31ରେ ଆପଣଙ୍କ ପାନ କାର୍ଡ କଟିଯିବ ବା ଡିଆକ୍ଟିଭ ହେଇଯିବ। ତ ଏଇଭଳି ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ। ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।